এইটা একদম সତ যে ବାହାର ଖାଦ୍ୟ ଶରୀର ପାଇଁ ପୁରା ଖରାପ। ନମସ୍କାର, ମୁଁ ଅର୍ଚ୍ଚନା। ଗତକାଲି ହୋଲିରେ ଆମ ଶଙ୍ଖତ୍ରାସ ବଜାରରେ ଦୋଳ ମେଳନ ଚାଲିଥିଲା। ଶଙ୍ଖତ୍ରାସ ଯାତ୍ରା ହଉଛି ଆମ ଏରିଆର ସବୁଠାରୁ ବଡ ଯାତ୍ରା। ଦିନ ସାରା ପିଲାମାନେ ହୋଲି ଖେଳିଲେ, ଯେମିତି ସନ୍ଧ୍ୟା ହେଇଗଲା ବାହାରି ଗଲେ ମେଳନ। ଛୁଆମାନେ ବୁଲାବୁଲି କରି ଘରେ ପହଞ୍ଚିଲା ବେଳକୁ ରାତି 9ଟା ଯାଇଥିଲା। ଆଉ ଶିକ୍ଷା କିଛି ଆଇସ୍କ୍ରିମ ଧରିକି ଆସିଥିଲା। ସିଏ ତ ପୁରା ବିକିଳିଆ ଅବସ୍ଥାରେ ଥିଲା, ଯେମିତି କିଛି ଖାଇନି। ଆଇସ୍କ୍ରିମ ଧରିକି ଆଗ ବସି ପଡିଲା ଖାଇବା। ଦେଖିଲା ବେଳକୁ ଆଇସ୍କ୍ରିମ ଭିତରୁ ଗୋଟେ ବଡ ବୁଢିଆଣିଟା ବାହାରିଲା। ତାପରେ ତ ଦେଖିବ ଶିକ୍ଷାର ମୁହଁଟାକୁ। ବାହାର ଖାଦ୍ୟକୁ ଅଧିକାଂଶ ସମୟ ଆଭଏଡ କରିବାଟା ଉଚିତ। ସମସ୍ତେ ଯାତ୍ରାରୁ ପଳେଇ ଆସିଥିଲେ, ହେଲେ ମୋ ବଡ ପୁଅଟା ରହିଯାଇଥିଲା। ସେତେବେଳକୁ ସମୟ ରାତି 10:30। ତାକୁ କଲ୍ କରିବାରୁ ସେ କହୁଛି ଆସିକି ଟିକେ ନେଇଯାଅ। ରାତିରେ ଆମକୁ କିଏ ଦେଖୁଛି ବୋଲି ଭାବିକି ସେଇ ନାଇଟ୍ ଡ୍ରେସରେ ମା ପୁଅ ବାହାରି ଗଲୁ ତାକୁ ଆଣିବା ପାଇଁ। ସେ ବି ଚାଲି ଚାଲି ଆସି ଅଧ ବାଟରେ ହେଇଥିଲା, ତାପରେ ଧରିକି ପହଞ୍ଚିଗଲୁ ଘରେ। ଗତକାଲି ହୋଲିରେ ତାର ଜନ୍ମଦିନ ଥିଲା, ହେଲେ କେକ୍ କଟିଂ ହେଇନଥିଲା। ସେଥିଲାଗି ଶିକ୍ଷା ତା ପାଇଁ ଗୋଟେ କେକ୍ ଆଣିଥିଲା। ତ ରାତିରେ କାଟି ଦେଇଥିଲୁ, ଆଉ କାହାକୁ ବି ଡାକି ନଥିଲୁ। ଏତେ ରାତିରେ କିଏ ବି ଆସିବ, ଆମେ ଯାହା ଫ୍ୟାମିଲି ଥିଲୁ। ଆଉ ଗୋଟେ କଥା ହେଲା, ଖୁସିକି ଯଦି ଆମେ ବାଣ୍ଟିବା, ଖୁସିଟା ଆହୁରି 2 ଗୁଣା ବଢିଯାଏ। ତ ରହିଲି, ଜୟ ଜଗନ୍ନାଥ।